ମାନେ ଆପଣ ମଧ୍ୟ ଭକ୍ତାକୁ ସିରିୟସଲି ନଉନାହାନ୍ତି। ଧନ୍ୟବାଦ। ସେଥିପାଇଁ ତାଙ୍କୁ ବି ନବା ଅନୁଚିତ। ସୁତ ବା ସୁତପୁତ୍रो ବା यो ବା को ବା ଭବାମ୍ୟହମ୍ ଦେବାୟତ୍ତ କୁଲେ ଜନ୍ମମ୍ ମଦାୟତ୍ତମ୍ ତୁ ପୌରୁଷମ୍। ଜାନକୀ ପଟ୍ଟନାୟକ ଅମର ରାୟ। ଏଇ ଭକ୍ତ ଚରଣ ଦାସ ସେ ସାରା ଜୀବନ ଜାନକୀଙ୍କ ବିରୋଧୀ, ବୁଝିପାରିଲେ। ତେଣୁକରି ସିଏ ଆଉ କଣ କରିବେ? ତ ମୁହଁଟା ବି ସେ ଯୋଉ ପୋଡା ସାରୁ ଭଳିଆ କରି ବସିଥିଲେ ଷ୍ଟେଜରେ, ଆଉ ସିଏ କଣ କରିବେ? ସିଏ ବସିଥିଲେ ଆଉ କଣ। ଆମର ଗୋଟେ ଜିନିଷ ଅଛି ଯେ ପିତା ଧର୍ମମ୍ ପିତା କର୍ମମ୍ ପିତା ହିଁ ପରମମ୍ ତପ ପିତରି ପ୍ରତିମା ପନ୍ନେ ପ୍ରିୟନ୍ତେ ସର୍ବଦୂତା। ଆମେ ଯୋଉ ଲୋକ ପାଇଁ ରାଜ୍ୟରେ 15 ବର୍ଷ ଶାସନ କରିଛେ, ଯୋଉ ଲୋକ ଏଠି ସ୍ଥିରତା ଆଣିଛି, ସାଧାରଣ ପରିବାର, ସାଧାରଣ ଆପଣ ଭଳିଆ ସାମ୍ବାଦିକ, ଆପଣ ଏଠି ବୁମଟେ ଧରିଛନ୍ତି, ସେ କଲମଟେ ଧରିକି ବହୁଥିଲେ ପ୍ରଜାତନ୍ତ୍ରରେ। ସେଇ ବ୍ୟକ୍ତି ନିଜର ପୁରୁଷାର୍ଥ ଦ୍ୱାରା ଧୈର୍ଯ୍ୟ ନିଷ୍ଠା ଉଦ୍ୟମ ବଳ ବୁଦ୍ଧି ପରାକ୍ରମ ପ୍ରୟୋଗ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ ସାଧାରଣ ପରିବାରରୁ ଆସିକି। ଆଉ ତାଙ୍କୁ ଯଦି ଆମେ ମନେ ନ ପକେଇବା ତ ଏଇଟା କଣ କୁହାଯିବ? କିଛି କହିବାର ନାହିଁ। ସାମ୍ବାଦିକ ଥିଲେ ମାନେ ସାମ୍ବାଦିକ ଜାନକୀ ବାବୁ କଣ ଥିଲେ? ପ୍ରଜାତନ୍ତ୍ରରେ ସାମ୍ବାଦିକ ଥିଲେ ପୁରା। ସେଇଥିପାଇଁ ତାହେଲେ ଭକ୍ତ ବାବୁଙ୍କୁ ପସନ୍ଦ ଆସିନଥିଲା। ହଁ, ଭକ୍ତ ବାବୁଙ୍କୁ ତ ଆପଣ ପସନ୍ଦ ଆସୁନାହାନ୍ତି, ଜାନକୀ ବାବୁ କଣ ଆସିବେ? ଆପଣ ବଞ୍ଚିଛନ୍ତି, ଆପଣ ସାମ୍ବାଦିକ, ଆପଣ ନ୍ୟୁଜ ମୁଁ ଶୁଣିବା ପାଇଛି କୁଆଡେ ପୁରେଇ ଦଉନାହାନ୍ତି କଂଗ୍ରେସ ଭବନ ଭିତରକୁ। ଆପଣ ଯୋଉ ଯାଇଛନ୍ତି କଂଗ୍ରେସ ଭବନକୁ? ମୋର ଇଚ୍ଛା ନାହିଁ, ମୁଁ ଯାଉନାହିଁ। ମାନେ ଇଚ୍ଛା ନାହିଁ କଣ? ମାନେ ଆପଣ ଇଚ୍ଛା କଣ ପାଇଁ ନାହିଁ? ଭକ୍ତ ବାବୁ ଆପଣଙ୍କୁ ଡାକିଲେ, ବସେଇ ଖାଇବାକୁ ଦେଲେ, ଆପଣଙ୍କ ଇଚ୍ଛା ହେଲାନି? ଯେବେ ଡାକିବେ ସେବେ ଚିନ୍ତା କରିବି। ସେ ଡାକି ନାହାନ୍ତି ମତେ, ମୁଁ କାହିଁ ଯିବି? ବାସ୍, ଡାକି ନାହାନ୍ତି ବା ଅଣଦେଖା କରିଥାଇ ପାରନ୍ତି, କଣ ଦେଖା କରିଥାଇ ପାରନ୍ତି। 4ଟା ବୁମ୍ ଦେଲେ ଆପଣ ବୁମକୁ ବାଇଟ୍ ନ ଦେଇ ପାରନ୍ତି, କଣ ଗୋଟେ କରିଥିବେ ବୋଲି ଆପଣ ଯାଉନାହାନ୍ତି। ବୁମ୍ ଲଗେଇ ହିଁ ନାହିଁ କି ମୁଁ ପାଖକୁ ଯାଇନାହିଁ। ମାନେ ଆପଣ ମଧ୍ୟ ଭକ୍ତାକୁ ସିରିୟସଲି ନଉନାହାନ୍ତି। ଧନ୍ୟବାଦ। ସେଥିପାଇଁ ତାଙ୍କୁ ବି ନବା ଅନୁଚିତ।